এবং ମୁଁ ହେଉଛି 15 ବର୍ଷର ଡାଇବେଟିକ୍ ପେସେଣ୍ଟ। ମୁଁ ଇନ୍ସୁଲିନ୍ ନେଉଥିଲି। ମୁଁ ଯେତେବେଳେ ଇନ୍ସୁଲିନ୍ ଏଠି ଆସିବାରେ ଛାଡ଼ିଦେବାଟା ମୁଁ ବିଶ୍ୱାସ କରିପାରୁନଥିଲି। ଖାଲି ଭାବିବେ ଯେ ମୋର କିଡ଼ନୀ ଯେଉଁଦିନ ଆଫେକ୍ଟେଡ୍ ହେଇଯାଇଥାନ୍ତା ମୋ ପରିବାରଟାକୁ ମୁଁ ଧ୍ୱଂସ କରିଦେଇଥାନ୍ତି। ମୋ ଜେନେରେସନ୍ ୱାଇଜ୍ ମୋର ଯେଉଁ ସମ୍ପତ୍ତି ଥିବ ସେତକ ବି ପଳେଇବ। ମୋ ପରିବାରରେ ସ୍ତ୍ରୀ ହଉ ପୁଅ ହଉ ଝିଅ ହଉ କେହି ସେବା ଦେଇପାରିବେ ନାହିଁ। ଆଜି ଛାଡ଼ିଲା ପରେ କେତେ ଅଛି ଆପଣଙ୍କ ସୁଗର? ତେଣୁ ଆପଣମାନଙ୍କୁ ମୁଁ ଏତିକି ଖାଲି କହିବି, ଆପଣମାନେ ଏଠୁ ଯିବା ପରେ ମାନବ ସେବା ମାଧବ ସେବା ଆପଣ କେବଳ ଆୱାରନେସ୍ କ୍ରିଏଟ୍ କରିବେ। ଯେଉଁଟାକି ମୋର ଗୋଟେ ହସ୍ପିଟାଲ ଥିଲା, ଯେଉଁ ହସ୍ପିଟାଲରେ ନୟାଗଡ଼ର ଜିଲ୍ଲାର କୌଣସି ଡାକ୍ତର ମାଇକ୍ରୋସ୍କୋପ୍ ବ୍ୟତୀତ ଆଉ ଅନ୍ୟ କୌଣସି ଜିନିଷ ଜାଣିନଥିଲେ। ମୁଁ ଅଲ୍ଟ୍ରାସାଉଣ୍ଡ, ଇସିଜି, ଅଟୋ ଆନାଲାଇଜର, ଆପଣ ଚିନ୍ତା କରନ୍ତୁ 2090 ମସିହାରେ ମାନେ ମୁଁ ଅଟୋ ଆନାଲାଇଜର ଆରମ୍ଭ କରିଥିଲି ଯେତେବେଳେ ଭୁବନେଶ୍ୱରରେ ମାତ୍ର 3ଟି ଅଟୋ ଆନାଲାଇଜର ଥିଲା। ତେଣୁ ମୁଁ ମେଡିକାଲ ଲାଇନରେ ଯେଉଁ ଅନୁଭୂତି ଅଛି ଏବଂ ମୁଁ ହେଉଛି 15 ବର୍ଷର ଡାଇବେଟିକ୍ ପେସେଣ୍ଟ। ମୁଁ ଇନ୍ସୁଲିନ୍ ନେଉଥିଲି। ମୁଁ ଯେତେବେଳେ ଇନ୍ସୁଲିନ୍ ଏଠି ଆସିବାରେ ଛାଡ଼ିଦେବାଟା ମୁଁ ବିଶ୍ୱାସ କରିପାରୁନଥିଲି। ଆଜି ଛାଡ଼ିଲା ପରେ କେତେ ଅଛି ଆପଣଙ୍କ ସୁଗର? ମୋର 106 ଅଛି, କାଲି ଥିଲା 101। 50 ପୋଷ୍ଟ ପ୍ୟାଣ୍ଡେଲଟା ହେଉଛି ମୋର କାଲି 101। ମୁଁ ନିଜକୁ ବର୍ତ୍ତମାନ ବିଶ୍ୱାସ କରିବାରେ ବି ଟିକେ ପଛଉଛି ଯେ କ'ଣ ସତ, ଏ ଗୋଟେ ଡ୍ରାମା, ଗୋଟେ ମିରାକିଲ୍। ତେଣୁ ମୁଁ ଭାବୁଛି ଯେ ଆମେମାନେ ନିଶ୍ଚୟ ଗୋଟେ ପୁନର୍ଜନ୍ମ ପାଇବା। ଗୋଟିଏ ଜିନିଷ ଖାଲି ଭାବିବେ, ମୁଁ ସର୍ଟକଟ୍ରେ କହୁଛି, ଏଠି ଭାଷଣ ଦେବାକୁ ଆସିନି। ଖାଲି ଭାବିବେ ଯେ ମୋର କିଡ଼ନୀ ଯେଉଁଦିନ ଆଫେକ୍ଟେଡ୍ ହେଇଯାଇଥାନ୍ତା ମୋ ପରିବାରଟାକୁ ମୁଁ ଧ୍ୱଂସ କରିଦେଇଥାନ୍ତି। ମୋ ଜେନେରେସନ୍ ୱାଇଜ୍ ମୋର ଯେଉଁ ସମ୍ପତ୍ତି ଥିବ ସେତକ ବି ପଳେଇବ। ମୋ ପରିବାରରେ ସ୍ତ୍ରୀ ହଉ ପୁଅ ହଉ ଝିଅ ହଉ କେହି ସେବା ଦେଇପାରିବେ ନାହିଁ। ସମାଜର କୌଣସି ଲୋକ ବି ଦେଇପାରିବେ ନାହିଁ। ତେଣୁ ଆମ ଡାକ୍ତର, ଆମେ ଯେଉଁ ସାର୍ ଆମକୁ କହିଲେ, ଆମେ ଏଠି ଏତିକି ଦିନ ଯେଉଁ ଟ୍ରେଣ୍ଡ ହେଲେ ଗୋଟେ ମେଡିକାଲ ପ୍ରଫେସନାଲ ହିସାବରେ ଆମେ କ୍ୱାଲିଫାଇଡ୍ ହେଲେ। ତେଣୁ ଆମ ଡାକ୍ତର ଆମକୁ ଗୋଟିଏ ଡାକ୍ତର ସୃଷ୍ଟି କରିଥିବାରୁ ମୁଁ ଆପଣଙ୍କୁ ଆମ ସମସ୍ତଙ୍କ ତରଫରୁ ଚିରକୃତଜ୍ଞତା ଜଣାଉଛି। ଆଉ ଅନ୍ ବିହାଫ୍ ଅଫ୍ ଅଲ୍ ଦି ଯେଉଁ ବ୍ୟାଚମେଟ୍, ସାର୍ ଆମର କିଛି ଦୋଷ ଧରିବେନି। କାହିଁକି ଆପଣ ନିଜେ କହିଲେ ଯେ ଆମମାନଙ୍କର ମାନସିକ ସ୍ମୃତି ବି ଘଟିଛି, ଫିଜିକାଲ ଡିଜର୍ଡର ବି ହେଇଛି ଏବଂ କୋଉଠି କେତେବେଳେ ଆମେ ରାଗି ଯାଉ। କାଲି ମୁଁ ଗୋଟେ କୋଉ କଥା ଟିକେ ରାଗିଗଲି। ମୁଁ ରାଗିବା ମୋର ଉଦ୍ଦେଶ୍ୟ ନାହିଁ, କିନ୍ତୁ ମୁଁ ରାଗି ଯାଉଛି। ମୁଁ ମୋ ଫର୍ମରେ ଲେଖିଛି ଯେ ବେଳେ ବେଳେ ରାଗିଯାଏ। ସୁଗାର କମିଗଲେ, କାଲି ମୋର ହାଇପୋଗ୍ଲାସେମିଆ ହେଲା। ତେଣୁ ମୁଁ ଆଜି ସାର୍ଙ୍କୁ ପଚାରିଥିଲି ଆଜି କହୁଛି କାହିଁକି ନା ସବୁ କଥା ତ ସାର୍ ପଢ଼େଇଲେ। ଆମେ ଯେତେବେଳେ ଟ୍ରିଟମେଣ୍ଟରେ ରହିବା, ବର୍ତ୍ତମାନ ଆମର ସୁଗାର ଫଲ୍ କରିବ। এই ସୁଗାର ଫଲ୍ କଲାବେଳେ ରାତି ଅଧରେ ମଧ୍ୟ ମୋର ହେଇଛି। ତେଣୁ ଆମେ ସବୁବେଳେ ଆମ ପାଖରେ ଗ୍ଲୁକୋଜ ରଖିଥାଉ। ଆପଣ ସବୁବେଳେ ମନେ ରଖିଥିବେ। ଆପଣ କହିବେ ମୁଁ କ'ଣ ଟିକେ ବିସ୍କୁଟ ଖାଇଦେବି, ବିସ୍କୁଟ କାମ ନ କରିପାରେ। ଜୀବନରେ ସବୁ ଜିନିଷ ସୁଗର ଯେଉଁ ମେଡିସିନଟା କହୁଛି ତାକୁ ବନ୍ଦ କରିବାର ଅଛି, ହଁ କି ନାହିଁ? ଆମେ ସେଟା କହିଛୁ ମେଡିସିନ ବନ୍ଦ କରିବେ। ମନେ ରଖିଥିବେ ଜୀବନରେ ଗୋଟେ ଲାଇଫ୍ ସାରା ଗୋଟେ ଗ୍ଲୁକୋଜ ପାଉଚକୁ ରଖିଥିବେ। କାରଣ ସୁଗାର ବଢିଗଲେ 450 500 ହେଇଗଲେ ଆପଣଙ୍କୁ ମାରିଦେବନି ସେ ସାଙ୍ଗେ ସାଙ୍ଗେ, କିନ୍ତୁ ସୁଗାର ଫଲ୍ କରିଗଲେ ସେଠି ଷ୍ଟ୍ରୋକ୍ କରିଦେବ। ମୁଁ ସାର୍ଙ୍କଠୁ ଯାହା ଶିଖିଛି ଆପଣଙ୍କ ଆଗରେ କହିଲି। ଯେଉଁମାନେ ବହୁତ ସାରା ଇନ୍ସୁଲିନ ପେସେଣ୍ଟ ନେଉଥାନ୍ତି, ବହୁତ ସୁଗର ଲୋ ହେଇଯାଏ 30 40, ସେଟା ବହୁତ ହେଇଯାଏ। ସେଥିପାଇଁ ଆମେ କ'ଣ କରୁଛୁ, ଆପଣଙ୍କୁ ଏଭ୍ରିଡେ ଟେପରିଂ କରିକି ଧୀରେ ଧୀରେ ଟେପର କରୁ। ଆମର କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ଯେଉଁ 3ଟା ପ୍ରୋଟୋକଲ ଏଡ୍ କରିଦେଇଛୁ, ଆଲୋପାଥିର ମଡର୍ନ ମେଡିସିନ, ନ୍ୟାଚୁରୋପାଥିର ଡିଟକ୍ସ, ଆୟୁର୍ବେଦିକର ପଞ୍ଚକର୍ମଟା ଯାହା ଆମେ ମାତ୍ର combined protocol. It's a holistic approach, right? So that's why people are getting so much of result. It's not only single party. Yes or no? No party. Okay, yes sir. ଆଉ ଶବ୍ଦ ଯାଉ ଧରତେ ସାର୍ ଆମକୁ ଗୋଟେ ଲାଇଫ ମେମ୍ବର କାର୍ଡ ଇସ୍ୟୁ କଲେ। ଏଇ ଯୋଉ ପ୍ରେସକ୍ରିପସନ ଫର୍ମଟା ଦେଲେ, ଏଇଟା 1 ଇୟର ପାଇଁ ସାର୍ ଦେଲେ। କିନ୍ତୁ ମୁଁ କହିବି ଯେ ସେଇଟା ଆମର ଲାଇଫ ଟାଇମ କାର୍ଡ। କାହିଁକି କହୁଛି ନା, ଜୀବନରେ ବଞ୍ଚିବାର ସ୍ୱପ୍ନ ଯଦି ଦେଖିଲୁ ତାହେଲେ ସେଇଟା ଜୀବନ ପାଇଁ। ତେଣୁ ଆଜି ପାଇଁ ନୁହେଁ, ଗୋଟେ ପିରିୟଡ ପାଇଁ ମୁଁ 2 ବର୍ଷ ପାଇଁ ଭଲ ହବାକୁ ଏଠିକି ଆସିଛି। ଆମେ ଯୋଉ ରୋଗୀ, ଆମେ ଯୋଉ ପେସେଣ୍ଟ ଆସିଛେ, ଏଠି ବଞ୍ଚିବାର ସ୍ୱପ୍ନ ନେଇକି ଆମେ ଆସିଛେ। ତେଣୁ ଲାଇଫ ଲଙ୍ଗ ରିଲେସନ ପାଇଁ ଆପଣଙ୍କର ଆଶୀର୍ବାଦ ଆମେ ଚାହୁଁଛୁ। ଆଉ ଯଦି ଆମ ଭିତରୁ କିଛି ଦୋଷ ତ୍ରୁଟି କରିଥାଉ କ୍ଷମା ଦେବେ। What our special thanks to ଆପଣଙ୍କର ଷ୍ଟାଫ। ଏଇ ଯୋଉ ବନ୍ଧୁମାନେ ମୁଁ ଏଠି ଦେଖିଲି ଗୋଟେ ୟୁନିକ୍ ଜିନିଷ।
किए को काम किए को काम निजुक्त एक कथा नुहे समस्ते सबु काम निजुक्त अच्छा मुझे गोटे जिन शिखिकी गली जे समस्ते सबु काम निपुण समस्ते सबु काम गोटे जिन देखिली से जो मिश्र सारपुर जो स्पेशल थैंक्स टू से मिश्र बाबू देवदत्त मिश्र आज्ञा यही बयस से जो भाया सेवा जोगाउले आमको तांको पाद तले मोर नमस्कार तेणु आउ आपणकर जेते ये जो रोषैया आपणकर अछंती से ब्यूटीफुल प्रिपरेशन करथिले मु आज किचन की भी जाइथिली किए सी बोली देखिया पे कारण आमर तो होटल बिजनेस मो पाखे तो कल्याण मंडप अच्छी राति पाइले दीटा बाहर भोजी भात सब हुए बहुत शह शह लोक रोषैया संस्पर्श किंतु गोटे मडरेट वे रे जो भाया खाद्य देले तांकु मध्य आज मु धन्यवाद जानुछि जो परिवेश भितर जो जे मालिक हूँ जार मैनेजमेंट रे आज आम किसी दिन उपभोग कलु ये लोक आसती दुई श्रेणीर गोटे आसती भोगी आम आसचे रोगी तेणु ये दी जन एका जगह रखार सौभाग्य अर्जन दे सार माधव सार को नमस्कार बहुत बहुत धन्यवाद।